ଫେରାନ୍ ସେବୁଲା ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ଜାଣିବା ଗୋଟେ ବିଧିଜାନ୍ତି କବି ମା ଯୋଗମାୟାଙ୍କର ଗୋଟେ ମୋହିନୀ ମନ୍ତ୍ର। ଦେଖନ୍ତୁ ମା ଯୋଗମାୟାଙ୍କର ଗୋଟେ ମୋହିନୀ ମନ୍ତ୍ର ବହୁତ ଶକ୍ତିଶାଳୀ, ଗୋଟେ ପ୍ରଚଣ୍ଡରୁ ପ୍ରଚଣ୍ଡ। ଏହି ମୋହିନୀ ମନ୍ତ୍ର ଯାହା ଉପରେ ଆପଣ 3 ଥର ଯଦି ଉଚ୍ଚାରଣ କରିଦେବେ ସେ ଝିଅଟି ପାଗଳ ହୋଇକି ଆପଣଙ୍କ ପାଖକୁ ଦୌଡ଼ି ଦୌଡ଼ି ଚାଲି ଆସିବ। ଦେଖନ୍ତୁ ଫ୍ରେଣ୍ଡସ୍, ଏହି ମନ୍ତ୍ରଟି ବହୁତ ଶକ୍ତିଶାଳୀ ମନ୍ତ୍ରଟି, ବହୁତ ସିଦ୍ଧି ମନ୍ତ୍ର। ଦେଖନ୍ତୁ ଏହି ମନ୍ତ୍ରଟିକୁ ମାତ୍ର 3ଟି ଅକ୍ଷରରେ ଆପଣ କରିପାରିବେ। ଦେଖନ୍ତୁ ଏହି ମନ୍ତ୍ରଟି ମାତ୍ର 2ଟି ଅକ୍ଷର ଅଛି, ଗୋଟିଏ ବୀଜ ମନ୍ତ୍ର ହିଁ ଅଛି। ମା ଯୋଗମାୟାଙ୍କର ବୀଜ ମନ୍ତ୍ର। ଦେଖନ୍ତୁ ମା ମୋହିନୀଙ୍କର ମନ୍ତ୍ର ଯେମିତି ମା ଯୋଗମାୟାଙ୍କର ମୋହିନୀ ମନ୍ତ୍ର ସେମିତି ଆପଣ କେମିତି କରିବେ। ଯେଉଁ ଲୋକର ସମସ୍ୟା ତାର ସମସ୍ୟା ମୁଁ ଜଣାଇ ଦେଉଛି, ଭଲ କି ଆପଣ ଶୁଣି ନିଅନ୍ତୁ। ଦେଖନ୍ତୁ ଯେଉଁ ଲୋକର ସ୍ତ୍ରୀ ସ୍ୱାମୀ ମଧ୍ୟରେ ଝଗଡ଼ା ହୋଇଥାଏ, ଯେଉଁ ଲୋକ ସ୍ୱାମୀ ସ୍ତ୍ରୀ ମଧ୍ୟ ଝଗଡ଼ା ହୋଇଥାଏ, ସେ ଯଦି ଆପଣଙ୍କୁ ଛାଡ଼ିକି ଚାଲି ଯାଉଛି, କୌଣସି ପ୍ରକାର ଆପଣ ପୁରୁଣା ପ୍ରେମ ଅଛନ୍ତି, କୌଣସି ପ୍ରକାର ଯଦି ଆପଣ ବ୍ରେକଅପ୍ ହୋଇଯାଇଛି, କି କୌଣସି ପ୍ରକାର ଯଦି ଆପଣ କୌଣସି ଝିଅକୁ ଯଦି ପ୍ରପୋଜ ଡରୁଛନ୍ତି, ସେ ଝିଅ ଆସିକି ନିଜେ କହୁ ବୋଲୁଛନ୍ତି, କି କୌଣସି ପୁଅ ଯଦି ଆପଣ ନିଜେ ଆସିକି କହୁ ବୋଲି। ଦେଖନ୍ତୁ ଏହି ମନ୍ତ୍ରଟି ସ୍ତ୍ରୀ ପୁରୁଷ ମଧ୍ୟ ବ୍ୟବହାର କରିପାରିବେ, ଝିଅ ପୁଅ ମଧ୍ୟ ବ୍ୟବହାର କରିପାରିବେ, ଆପଣ କୌଣସି ବାରଣ ନାହିଁ। ଚାଲନ୍ତୁ ଫ୍ରେଣ୍ଡସ୍, ଭିଡ଼ିଓଟି ସମ୍ପୂର୍ଣ୍ଣ ବିଧିବିଧାନଟି ଆପଣ କେମିତି ମନ୍ତ୍ରଟି ସନ୍ଧାନ କରିବେ ତାର ପୂର୍ବରୁ ଆପଣ ଗୋଟେ କଥା କହି ରଖୁଛି, ଯେଉଁ ଲୋକ ଚ୍ୟାନେଲକୁ ପ୍ରଥମେ ଭିଜିଟ୍ କରିଛନ୍ତି ସେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ କ୍ଲିକ୍ କରି ଚାଲନ୍ତୁ ଫ୍ରେଣ୍ଡସ୍ ଭିଡ଼ିଓଟି ଆରମ୍ଭ କରିବା। କି ଗୋଟେ ବୀଜ ମନ୍ତ୍ର, ସେଥିପାଇଁ ଆପଣଙ୍କୁ ସତର୍କ ହିଁ ରହିବାକୁ ପଡ଼ିବ। ଦେଖନ୍ତୁ ଆପଣଙ୍କୁ କୌଣସି ମନ୍ତ୍ର ଭୁଲ କରିବେ ନାହିଁ, ମନ୍ତ୍ରଟି ଠିକ୍ ପଡ଼ିବେ। ଆଉ ଆପଣ ଆଉ ଗୋଟେ କଥା କହୁଛି, ଆପଣଙ୍କୁ ଯେଉଁ ମନ୍ତ୍ରଟି ଆପଣଙ୍କୁ ଦେବି ସେହି ମନ୍ତ୍ର ବହୁତ ତାଳପତ୍ରିରେ ମଧ୍ୟ ସଂଗ୍ରହ କରାକରି ଆପଣ କୁହାଯାଉଛି। ଦେଖନ୍ତୁ ଫ୍ରେଣ୍ଡସ୍, ଏଇଟା ହେଉଛି ଗୋଟେ ବୀଜ ମନ୍ତ୍ର, ସେଥିପାଇଁ ଆପଣଙ୍କୁ ସୋଚ ସମଝକି ହିଁ ବ୍ୟବହାର କରି କୌଣସି ଝିଅର ସତୀତ୍ୱ ନଷ୍ଟ କରି ଚାହିଁବେ। ଦେଖନ୍ତୁ ଯଦି ଏହି ମନ୍ତ୍ରଟି ଯଦି ଆପଣ ପ୍ରୟୋଗ କରିବେ, ଅଥବା ଏହି ମନ୍ତ୍ର ଯାହା ଉପରେ ଯଦି ସିଦ୍ଧ କରିକି ଆପଣ ଯଦି ପ୍ରୟୋଗ କରିଦେବେ, ସେ ଝିଅ ଆପଣଙ୍କୁ ଆସିଲେ ଆପଣଙ୍କୁ ବିବାହ କରିବାକୁ ପଡ଼ିବ ହିଁ ପଡ଼ିବ। ଯଦି ଆପଣ ଯଦି ବିବାହିତ করে ମନା କରିଦେବେ ତାହେଲେ ସେ ଝିଅ ଟାଇମ୍ରେ ମରି ବି ଯାଇପାରେ, କାରଣ ସେ ଗ୍ୟାରେଣ୍ଟି। ଦେଖନ୍ତୁ ଫ୍ରେଣ୍ଡସ୍, ଏହି ମନ୍ତ୍ରଟି ବହୁତ ଲୋକ କରିଛନ୍ତି, ବହୁତ ଲୋକ ସଫଳତା ପ୍ରାପ୍ତ କରିଛନ୍ତି। ଦେଖନ୍ତୁ 10 ଜଣ କରିଥିଲେ, 10 ଜଣ ହିଁ ପ୍ରାପ୍ତ କରିଥିଲେ। ସେଥିପାଇଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଏହି ମନ୍ତ୍ରର ସନ୍ଧାନ ବିଧିବିଧାନଟି ଆପଣ ସମ୍ପୂର୍ଣ୍ଣ ଭାବରେ ବୁଝାଇ କହୁଛି। ଆପଣ ଦୟାକରି ଭିଡ଼ିଓ ଧୈର୍ଯ୍ୟପୂର୍ବକ ଦେଖି ନିଅନ୍ତୁ। ଦେଖନ୍ତୁ ଗୋଟେ ଛୋଟିଆ ଭିଡ଼ିଓ ସେଠି ଆପଣଙ୍କୁ ସମ୍ପୂର୍ଣ୍ଣ ବିଧିବିଧାନଟି ବୁଝାଇ ନିଅନ୍ତୁ। ଚାଲନ୍ତୁ ଫ୍ରେଣ୍ଡସ୍, ଆପଣଙ୍କୁ ସମ୍ପୂର୍ଣ୍ଣ ଆପଣ ଧୈର୍ଯ୍ୟପୂର୍ବକ ଦେଖି ନିଅନ୍ତୁ। ଆପଣ କ'ଣ କରିବେ, ଏହି ମନ୍ତ୍ର ଦେଖନ୍ତୁ ଶନିବାର ଦିନ। ଦେଖନ୍ତୁ ଏହି ମନ୍ତ୍ର ଏଇଟା ହେଉଛି ଗୋଟେ ସାବର ମନ୍ତ୍ର। ଆପଣଙ୍କୁ ସାବର ମନ୍ତ୍ର ସାବର ବିଧି କରିବାକୁ ପଡ଼ିବ। ସାବର ମନ୍ତ୍ର କ'ଣ କରିବେ, ଆପଣଙ୍କୁ ଏହି ମନ୍ତ୍ର ଶନିବାର ଦିନ, ଦେଖନ୍ତୁ ଶନିବାର ଦିନ ଆପଣ ରାତ୍ରି 12ଟାରେ କ'ଣ କରିବେ, ଆପଣ ଗୋଟେ ଆସନ ନେବେ, ଗୋଟେ ଦୀପ ନେବେ। ଦେଖନ୍ତୁ ଗୋଟେ ଆସନ ଆପଣ ନେବେ, ଆସନ ସୁଧି ମନ୍ତ୍ର ପ୍ରୟୋଗ କରିବା ଆବଶ୍ୟକତା ପଡ଼ିବ ନାହିଁ, କି କରନାଶ କରିବାକୁ ପଡ଼ିବ ନାହିଁ। ଆପଣଠାରେ ଆସନ ନେବେ, ଆସନ ବସିଯିବେ। ଆପଣ ଗୋଟେ ଦୀପ ଗୋଟେ ଗାଈ ଘିଅର ଦୀପ ପ୍ରଜ୍ୱଳିତ କରିସାରିଲା ପରେ ବସିଯିବେ। କୌଣସି ରୁଦ୍ରାକ୍ଷର ଅଥବା କୌଣସି ତୁଳସୀ କଠି ଅଥବା କୌଣସି ମୁଗ ସାମଗ୍ରୀ, ଆପଣ କୌଣସି ବି ଗଣନୀୟ ସାମଗ୍ରୀ ଆଣିବେ। ଆଉ ଏହି ମନ୍ତ୍ର ଦେଖନ୍ତୁ ଗୋଟିଏ ମନ୍ତ୍ର ଆପଣଙ୍କୁ ଡିସପ୍ଲେରେ ଶୋ ହେଉଛି। ଦେଖନ୍ତୁ ଫ୍ରେଣ୍ଡସ୍, ଗୋଟିଏ ମନ୍ତ୍ର ଆପଣଙ୍କୁ ଡିସପ୍ଲେ ଶୋ ହେଉଛି। ଏହି ମନ୍ତ୍ର ହେଉଛି ବୀଜ ମନ୍ତ୍ର। ଏହି ମନ୍ତ୍ରଟିକୁ ଦେଖନ୍ତୁ ମନ୍ତ୍ର ମଧ୍ୟରେ ଗୋଟେ ଅମୁକଙ୍ଗ ଅଛି, ଏହି ଅମୁକଙ୍ଗ କାଟିକି ସେ ଝିଅର ନାମରେ ସନ୍ଧାନ କରିପାରିବେ। ଦେଖନ୍ତୁ ସନ୍ଧାନ କରିବେ, କେମିତି ସନ୍ଧାନ କରିବେ, ଆପଣଙ୍କୁ କହୁଛି ଏହି ମନ୍ତ୍ରର ତାର ଅମୁକଙ୍ଗ କାଟିଦେବେ, ଆଉ ସେ ଝିଅର ନାମ ସେ ଅଥବା ସେ ପୁରୁଷର ନାମ ସେଠି ଲଗାଇକି ଆପଣ କ'ଣ କରିବେ, ମାତ୍ର 108 ଥର ମନ୍ତ୍ରଟି ଜପ କରିବାକୁ ପଡ଼ିବ। ଦେଖନ୍ତୁ ମାତ୍ର 108 ଥର ଜପ କରି ସାରିଲା ପରେ କ'ଣ କରିବେ, ଯଦି ଏହି ମନ୍ତ୍ରଟି ହଠାତ୍ରେ କରିବା ଚାହୁଁଛନ୍ତି ତାହେଲେ 108 ଥର ଜପ କରି ପ୍ରୟୋଗ କରିପାରିବେ। ଯଦି ଆପଣ ଏହି ମନ୍ତ୍ରଟିକୁ କୌଣସି ଲୋ କ୍ୱାଲିଟି କରିବା ଚାହୁଁଛନ୍ତି ତାହେଲେ କ'ଣ କରିବେ, ଏହି ମନ୍ତ୍ରଟିକୁ 3ଟି ଶନିବାର ସିଦ୍ଧ କରିବାକୁ ପଡ଼ିଥାଏ। ଦେଖନ୍ତୁ 3ଟି ଶନିବାର ସିଦ୍ଧ କରିବାକୁ ପଡ଼ିଥାଏ। ଭାବିନିଅନ୍ତୁ ଗୋଟେ ଶନିବାରରେ 108, ଗୋଟେ ଶନିବାର 108, ଗୋଟେ ଶନିବାର 108 ଭିତରେ 3ଟି ଶନିବାର ସିଦ୍ଧ କରିବାକୁ ପଡ଼ିଥାଏ। ଯଦି ଆପଣ ସିଦ୍ଧ କରିକି ବ୍ୟବହାର କରିବାକୁ ଚାହୁଁଛନ୍ତି, ଦେଖନ୍ତୁ ସିଦ୍ଧ କଲେ ଆପଣ କୌଣସି ସମୟ କୌଣସି ସ୍ଥିତିରେ ବି ଆପଣ ଯାହାକୁ ସିଦ୍ଧ କରିଥିଲେ ଆପଣ ବ୍ୟବହାର କରିପାରିବେ। ଯଦି ଅସିଦ୍ଧିରେ, ଯଦି ଏମିତିକି ଅଧା ସିଦ୍ଧିରେ ଯଦି ଆପଣ ବ୍ୟବହାର କରୁଛନ୍ତି, ତାହେଲେ ଯଦି ଗୋଟିଏ ଲୋକ କରିବା ଚାହୁଁଛନ୍ତି ତାହେଲେ ଗୋଟିଏ ଲୋକ ଜପ କରିକି ତାକୁ ସନ୍ଧାନ କରି କେମିତି ସନ୍ଧାନ କରିବେ, ଦେଖନ୍ତୁ ଫ୍ରେଣ୍ଡସ୍, ତାପରେ ବସିଯିବେ, ତାପରେ 108 ଥର ତାକୁ ଜପ କରିବେ। ଦେଖନ୍ତୁ 108 ଜପ କରି ସାରିଲା କ'ଣ କରିବେ, ସେ ଘିଅର ଦୀପକୁ ଫୁଙ୍କ ମାରିଦେବେ। ଦେଖନ୍ତୁ ଘିଅର ଦୀପକୁ ଫୁଙ୍କ ମାରି ଦେଲା ପରେ ଆପଣ କ'ଣ କରିବେ, ସେ ଘିଅର ଦୀପକୁ ରଖିଥିବେ, ସେ ଘିଅର ଦୀପକୁ ଆପଣ ମୁଣ୍ଡ ଆଡ଼େ ଦେଇକି ଆପଣ ଶୋଇଯିବେ। ଆଉ ସେ ଘିଅର ଦୀପକୁ ସକାଳେ ଆପଣ କୌଣସି ନଈ ଅଥବା ବନ୍ଧରେ ଆପଣ ତାକୁ ଭସାଇ ଦେଲେ ସେ କ'ଣ ହୋଇଥାଏ, ସେ ଝିଅର ତାର ହୃଦୟରେ ତାର ପ୍ରେମ ଭାବ ଜାଗ୍ରତ ହୋଇକି ଆପଣଙ୍କ ପାଖକୁ ମିଳିବାକୁ ସେ ଝିଅଟି ଆସିଥାଏ। ଯଦି ଦେଖନ୍ତୁ ଆଉ ଗୋଟେ କଥା କହୁଛି ଆପଣଙ୍କୁ, ଯଦି ଏହି ମନ୍ତ୍ରଟି 3ଟି ଶନିବାର ଯଦି ସିଦ୍ଧ କରିଥିବେ ବୋଲେ ସେତେବେଳେ ଯେତେବେଳେ ଆପଣ ଯାହାକୁ ଦେଖିଲେ ପଶୁ ପକ୍ଷୀ ବୁଢ଼ା ମାନେ ପିଲା ଝାଙ୍ଗରି ଝୁଙ୍ଗା ଯେତେ ଅଛନ୍ତି ସଂସାର ଯାହାକୁ ଦେଖିଲେ ତାର ସାମ୍ନାକୁ ଚାଲିଯିବେ। ଆଉ ମନ୍ତ୍ରଟି ମାତ୍ର 2 ଥରେ ଉଚ୍ଚାରଣ କରିଦେଲେ ସେ ସବୁ ଲୋକ ସମ୍ପୂର୍ଣ୍ଣ ଭାବରେ ମୋହିନୀ ହୋଇକି ଆପଣଙ୍କ ପାଖରେ ରହିଯିବେ। ସେଥିପାଇଁ ଆପଣଙ୍କୁ ଯେଉଁ 2ଟି ବିକଳ୍ପ ଅଛି, ଯେଉଁଟା ଆପଣଙ୍କୁ ଭଲ ଲାଗୁଛି ସେଇଟା ନିହାତି କରି ଦେଖନ୍ତୁ ଫ୍ରେଣ୍ଡସ୍। ଯେଉଁଟା ମୁଁ ସାଧୁ ଗ୍ରନ୍ଥରେ ଲେଖା ହେଇଛି, ଯେଉଁଟା ପୋଥିରେ ଲେଖା ହେଇଛି ସେଇଟା ଆପଣଙ୍କୁ କହୁଛି। ଯେଉଁ ଲୋକ ବିଶ୍ୱାସ ସେ ଲୋକ କରନ୍ତୁ। ଆଉ ଯେଉଁ ଲୋକ ଚ୍ୟାନେଲକୁ ମୁଁ ଗୋଟେ ନୂଆ ଚ୍ୟାନେଲ କ୍ରିଏଟ୍ କରିଛି, ସେ ଚ୍ୟାନେଲ ମଧ୍ୟ ମୁଁ ଭିଡ଼ିଓ ଡିସ୍କ୍ରିପ୍ସନ୍ ଲିଙ୍କ୍ ଦେଇଦେଇଛି ମଧ୍ୟ। ଆପଣ ସେ ଲିଙ୍କ୍ ଯାଇ କ୍ଲିକ୍ କରିକି ସେ ଚ୍ୟାନେଲ ମଧ୍ୟ ଭିଜିଟ୍ କରି ସେ ଭାବରେ ନୂଆ ନୂଆ ତନ୍ତ୍ର ମନ୍ତ୍ର ଯନ୍ତ୍ର ଭିଡ଼ିଓ ଅପଲୋଡ଼ ହେଉଛି। ଆଶା କରୁଛି ଫେର୍ ନିହାତି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।